ପ୍ରିୟ ବନ୍ଧୁଗଣ, ଆପଣମାନେ ନିଜେ ଦେଖିଥିବେ କିଛି ମହିଳା ଏମିତି ଅଛନ୍ତି ଯେଉଁମାନଙ୍କର ବୟସ ପାଖାପାଖି 50 ହେବ, କିନ୍ତୁ ଆପଣ ଦେଖିଲେ ଭାବିବେ ସତେ ଯେମିତି ତାଙ୍କ ବୟସ 40 ଖଣ୍ଡେ ହେଇଥିବ କି ନାହିଁ। ଅପରପକ୍ଷରେ ଆଉ କିଛି ମହିଳା ଅଛନ୍ତି ବୟସ 35ରୁ 40, ଆପଣ ଦେଖିଲେ ଭାବିବେ ବୋଧହୁଏ 50 କ୍ରସ୍ କରିଗଲାଣି। ମୁଁ ଏଠି କହିବାକୁ ଚାହୁଁଛି ଯେ ପ୍ରତ୍ୟେକ ମହିଳା ଚାହେଁ ଆମର ଯେତେ ମା ଭଉଣୀ ଅଛନ୍ତି ସମସ୍ତଙ୍କର ଲକ୍ଷ୍ୟ କ'ଣ, ମୁଁ ଟିକେ ସୁନ୍ଦର ଦେଖାଯାଆନ୍ତି କି, ବୟସ ଅନୁପାତରେ ମୁଁ ଟିକେ ଯବାନ ଦେଖାଯାଆନ୍ତି କି। ପ୍ରଚେଷ୍ଟା ବି କରନ୍ତି ଏମାନେ, ଯେତେ ଦାମୀ ଦାମୀ ଫେସିଆଲ ଅଛି କରନ୍ତି, ଯାହା ଯାହା ଲଗେଇବାକୁ ଯିଏ କହିଲା କରନ୍ତି, ସବୁକିଛି କରନ୍ତି। କିନ୍ତୁ କିଛି ସାଧାରଣ ମିଷ୍ଟେକ୍ ସେମାନେ କରନ୍ତି, କିଛି ଅଭ୍ୟାସକୁ ଏମାନେ ଭୁଲି ଯାଆନ୍ତି, ଯେଉଁଥିପାଇଁ ଏମାନେ ନ ଚାହିଁଲେ ମଧ୍ୟ କମ୍ ବୟସରେ ବୟସ୍କଙ୍କ ଭଳି ଲାଗନ୍ତି। ଅପରପକ୍ଷରେ ଆଉ କିଛି ମହିଳା ଯେଉଁମାନେ ସବୁ ଜାଗୃତ ମହିଳା, ସେମାନେ କିଛି ଅଭ୍ୟାସକୁ ପ୍ରତ୍ୟେକ ଦିନ ଜାରି ରଖନ୍ତି, ବଡ଼ ଅଭ୍ୟାସ ନୁହଁ, ଛୋଟ ଛୋଟ ଅଭ୍ୟାସ, ଯେଉଁଥିପାଇଁ ଏମାନେ ସମୟକୁ ହରାନ୍ତି, ବୟସକୁ ହରାନ୍ତି। ବୟସ ଯାହା ହେଉଛି ହଉ, କିନ୍ତୁ ଏମାନଙ୍କର ୟଙ୍ଗନେସ୍, ଏମାନଙ୍କ ମୁହଁର ଗ୍ଲେଜ୍ କୁଆଡ଼େ ଚାହେଁ ନାହିଁ। ନାରୀଟିଏ ନିଶ୍ଚିତ ଭାବରେ ଆକର୍ଷଣୀୟ ହେବା ଦରକାର, ଆକର୍ଷଣୀୟ ହେବାକୁ ପ୍ରଚେଷ୍ଟା କରିବା ଦରକାର। ଯଦି ସାମାନ୍ୟ ପ୍ରଚେଷ୍ଟାରେ ଆପଣ ମୋର ମା ଭଉଣୀମାନେ ବୟସକୁ ହରାଇ ପାରୁଛନ୍ତି, ତାହେଲେ ଡେରି କାହିଁ କରିବା। ଆଜି ମୁଁ ଆପଣମାନଙ୍କୁ ଯେଉଁ ମହିଳାମାନେ ବୟସକୁ ହରାଇ ସାରିଛନ୍ତି, ଅର୍ଥାତ୍ ଯେଉଁମାନେ ବୟସ ଅନୁପାତରେ ଯବାନ ଦେଖାଯାଉଛନ୍ତି, ସେମାନଙ୍କର କି ଅଭ୍ୟାସ ମାନ ଅଛି ମୁଁ ଉପସ୍ଥାପନ କରିବାକୁ ଯାଉଛି। ଏହି ଅଭ୍ୟାସ ଗୁଡ଼ିକ କଲେ ଆପଣଙ୍କର କୌଣସି କ୍ଷତି ହେବାର ନାହିଁ, କଲେ ନିଶ୍ଚିତ ଭାବରେ ଆପଣ ସୁଫଳ ପାଇବେ। ତେଣୁ ଯଦି ଲାଭ ହିଁ ଲାଭ ଅଛି, ତାହେଲେ ପ୍ରଚେଷ୍ଟା କାହିଁକି କରିବେ ନାହିଁ। ଚାଲନ୍ତୁ ଜାଣିବା ଏ ଯେଉଁ ବୟସକୁ ହରାଇଥିବା, ବୟସ ଅନୁପାତରେ ୟଙ୍ଗ ଦେଖାଯାଉଥିବା, ଯବାନ ଦେଖାଯାଉଥିବା ମହିଳାମାନଙ୍କର ପ୍ରଥମ ଅଭ୍ୟାସଟି ହେଲା, ଏମାନେ ସର୍ବଦା କ'ଣ କରନ୍ତି, ଦିମାଗକୁ ଏମିତି କରିଛନ୍ତି, ତାଙ୍କ ମସ୍ତିଷ୍କ ସବୁବେଳେ ଷ୍ଟ୍ରେସ୍ ଫ୍ରି ଥାଏ, ତନାବ ମୁକ୍ତ, ଥଣ୍ଡା ଦିମାଗ ତାଙ୍କର ସବୁବେଳେ ଥାଏ। ସେମାନେ ଭଲ ରକମ ଜାଣିଛନ୍ତି ପରିବାରରେ ଖିଚଖିଚା ରହିବ, ତୁତୁମେମେ ରହିବ, କିଏ କ'ଣ କହିବ, ତାଙ୍କର ଇମୋସନକୁ ସେମାନେ ଠିକ୍ ଭାବରେ କଣ୍ଟ୍ରୋଲ କରିଥାନ୍ତି। ବାହାରର କୌଣସି ଲୋକ ତାଙ୍କୁ ଆଘାତ କରିଦେଇ ତାଙ୍କ ମନସ୍ଥିତିକୁ କେବେ ଖରାପ କରିପାରିବ ସେ ନିମଟ ସେ କାହା ହାତରେ ଦେଇନଥାନ୍ତି। ଯିଏ ଯାହା କହିଲା ସେମାନେ ସେ ଜିନିଷକୁ ଗ୍ରହଣ କରନ୍ତି ନାହିଁ। ସବୁବେଳେ ଏମାନଙ୍କର ଥଣ୍ଡା ଦିମାଗ ଥାଏ। କେଉଁ କଥାକୁ ଏମାନେ ହୃଦୟକୁ ନେବେ, କେଉଁ କଥାକୁ ଅଳିଆ କଥାରେ ଫୋପାଡ଼ି ଦେବେ। ଏ ଯେଉଁ ମହିଳାମାନେ ବୟସକୁ ହରାଇଛନ୍ତି, ୟଙ୍ଗ ଦେଖାଯାଉଛନ୍ତି, ସେମାନଙ୍କୁ ଭଲ ରକମ ଜଣାଥାଏ। ଖାଲି ସେତିକି ନୁହଁ, ସେମାନେ ସବୁବେଳେ ଭଲ ରକମ ଗୋଟେ ଜିନିଷ ଜାଣିଛନ୍ତି, ସିଲେକ୍ଟିଭ ଇଗ୍ନୋରାନ୍ସ, ଅର୍ଥାତ୍ କେଉଁ ଜିନିଷକୁ ଇଗ୍ନୋର କରାଯିବ, କାହା କଥାକୁ ଅଣଦେଖା କରାଯିବ, କାହା କଥାକୁ ଗ୍ରହଣ କରାଯିବ, ସେମାନଙ୍କୁ ଜଣା। ଆପଣ ବି ସେୟା କରନ୍ତୁ ନା। ପ୍ରତ୍ୟେକ କଥାକୁ ହୃଦୟକୁ ନେଇକି ନିଜକୁ ଟେନସନ୍ ଦିଅନ୍ତୁ ନାହିଁ। ଆପଣ ଜାଣନ୍ତି ଏଇ ଟେନସନ୍ ହେଉଛି ଆପଣଙ୍କ ଯେଉଁ ବୟସ ବୃଦ୍ଧି ହେଉନି, ଆପଣ କମ୍ ବୟସ ଯେଉଁ ବୟସ ଆପଣଙ୍କୁ ହରାଇ ଦେଉଛି, ଆପଣ ଅଧିକ ବୟସ୍କ ଲାଗୁଛନ୍ତି, ବୟସ୍କା, ତା କାରଣ ହେଉଛି କେବଳ ଟେନସନ୍। ଯଦି କୁହାଯାଏ, ହାର୍ଭାର୍ଡ ୟୁନିଭର୍ସିଟିରେ ଗୋଟେ ରିସର୍ଚ୍ଚ ହେଇଥିଲା, ସେ ରିସର୍ଚ୍ଚ କହିଲା ଯେ ଯଦି କୌଣସି ନାରୀ କ୍ଷମା କରିବା ଶିଖିଲା, ଇଗ୍ନୋର କରିବା ଜାଣିଗଲା, ତାହେଲେ ତାର ଯେଉଁ କୋଶିକା ଅଛି, ସେଲ୍ସ, ଧୀରେ ଧୀରେ ସେମାନେ କ'ଣ ହେବେ, ବଢ଼ିବେ।
ରାପିଡ଼ଲି ବଢ଼ିଲେ ସିନା ଆପଣ ବୃଦ୍ଧା ହେଇଯିବେ, କିନ୍ତୁ ଧୀରେ ଧୀରେ ବଢ଼ିବେ, ଯାହାଦ୍ୱାରା ସବୁବେଳେ ଯବାନ ଦେଖାଯିବେ। ଆପଣଙ୍କର ଯେଉଁ ୟଙ୍ଗନେସ୍, ଆପଣଙ୍କ ମୁହଁର ଗ୍ଲେଜ୍ କେହି ନେଇପାରିବେ ନାହିଁ। ତ ନିବେଦନ କରିବି ଆପଣମାନଙ୍କୁ, ଆପଣମାନେ ସବୁବେଳେ ଗୋଟିଏ ଜିନିଷ ମନେ ରଖନ୍ତୁ, ଯାହା ହେଉଛି କ୍ଷମା କରିଦିଅନ୍ତୁ ଏବଂ ଆପଣ କୌଣସି ଜିନିଷକୁ ଦେହକୁ ନିଅନ୍ତୁ ନାହିଁ, ଇଗ୍ନୋର କରନ୍ତୁ। ଯେଉଁ ଜିନିଷର ସମାଧାନ ଆପଣଙ୍କ ହାତରେ ନାହିଁ, ଯିଏ ଯାହା କହୁଛି କହୁ, ଆପଣ ତାକୁ ଇଗ୍ନୋର କରିଯାଆନ୍ତୁ। ସବୁ ଜିନିଷକୁ ହୃଦୟକୁ ନେଇ ନିଜକୁ ଦୁଃଖିତ କରନ୍ତୁ ନାହିଁ, ଟେନସନ୍ ଭିତରକୁ ଆସନ୍ତୁ ନାହିଁ। ଟେନସନ୍ ହେଲେ କ'ଣ ହୁଏ, ଟେନସନ୍ କଲେ ଆପଣ ଯେତେବେଳେ ଷ୍ଟ୍ରେସ୍ ଆପଣ ହେଇଯାଆନ୍ତି, ସେତେବେଳେ କ'ଣ ହୁଏ, କୋର୍ଟିସଲ୍ ନାମକ ଏକ ହର୍ମୋନ୍ ଆପଣଙ୍କ ଦେହରେ ନିର୍ଗତ ହୁଏ। ସେ ହର୍ମୋନ୍ ନିର୍ଗତ ହେଲା ପରେ କ'ଣ ହୁଏ, ଯାହାକୁ କୁହାଯାଏ ସାଇଲେଣ୍ଟ ଇନଫ୍ଲାମେସନ୍ ବା ଅଦୃଶ୍ୟ ଜ୍ୱଳନ ଆପଣଙ୍କ ଶରୀରରେ ସିଏ ସୃଷ୍ଟି କରେ। ଏବଂ ଏହି ଅଦୃଶ୍ୟ ଜ୍ୱଳନ ଯେଉଁ ସୃଷ୍ଟି କଲା ଆପଣଙ୍କର କୋର୍ଟିସଲ୍ ହର୍ମୋନ୍ ଆସିଲା କେଉଁଠୁ, ଆପଣଙ୍କ ଷ୍ଟ୍ରେସ୍ରୁ। ଆପଣ ଯେଉଁ ଷ୍ଟ୍ରେସ୍ ନେଉଛନ୍ତି, ଆପଣ ଯେଉଁ ଚିନ୍ତା ରହୁଛନ୍ତି, ଆପଣ ଯେଉଁ ସବୁବେଳେ କ'ଣ ହେଉଛି ଟେନସନ୍ରେ ରହୁଛନ୍ତି, ଚିନ୍ତା ମନ ଦୁଃଖ କଲେ, ଅଧିକା ଆପଣ ଯଦି ବ୍ୟସ୍ତ ବିବ୍ରତ ରହିବେ, ତାହେଲେ କ'ଣ ହେବ, ଏ ଯେଉଁ କୋର୍ଟିସଲ୍ ହର୍ମୋନ୍ ଆସିବ, ସେ କୋର୍ଟିସଲ୍ ହର୍ମୋନ୍ ଆପଣଙ୍କର କ'ଣ କରିବ, ଶରୀର ଭିତରେ ଗୋଟେ ଜ୍ୱଳନ ତିଆରି କରିବ, ଅଦୃଶ୍ୟ ଜ୍ୱଳନ, ସାଇଲେଣ୍ଟ ଇନଫ୍ଲାମେସନ୍। ସେଇ ଜ୍ୱଳନଟି ଆଉ କିଛି ନୁହଁ, ଯେମିତି ଆପଣଙ୍କର ଲୁହାରେ କଳଙ୍କି ଲାଗେ, ଇଏ ଗୋଟେ କଳଙ୍କି ଆପଣଙ୍କ ଦେହରେ ସୃଷ୍ଟି କରିବ ଏବଂ ଧୀରେ ଧୀରେ ଯେଉଁଟା ଆପଣଙ୍କୁ ଧୀରେ ଧୀରେ ଆପଣ ଜାଣିନଥିବେ, ଆପଣ ବୟସ ପାଖରେ ହାର ମାନିଯାଇଥିବେ। ଆପଣ ଧୀରେ ଧୀରେ ଆପଣ ବୟସ ଅନୁପାତରେ ଅଧିକା ବୟସ୍କା ମହିଳା ଭଳି ଲାଗିବେ। ତ ନିବେଦନ କରିବି ଆପଣମାନଙ୍କୁ, କେତେବେଳେ ବି ଆପଣ ଷ୍ଟ୍ରେସ୍ ରୁହନ୍ତୁ ନାହିଁ। ଯେତେ ଷ୍ଟ୍ରେସ୍ଟା ଆସୁଛି, ସବୁ ଲଢ଼େଇ ଆପଣଙ୍କର ନୁହଁ, ଆପଣ ଛାଡ଼ନ୍ତୁ ଏବଂ ଦରକାର ପଡ଼ିଲେ ଯେଉଁଟା ଅତ୍ୟାବଶ୍ୟକ ସେଠି ମୁଣ୍ଡ ଖେଳାନ୍ତୁ, ଅନ୍ୟ ଜିନିଷକୁ ଇଗ୍ନୋର କରନ୍ତୁ। ଏଇ ଯେଉଁ ଜିନିଷ, ସେ ଯେଉଁ ମହିଳା ଯେଉଁମାନେ ସବୁ ବୟସ ଅନୁପାତରେ ଯବାନ ଦେଖାଯାଉଛନ୍ତି, ସେମାନଙ୍କ ପାଖରେ ଥାଏ। ଦ୍ୱିତୀୟ ଅଭ୍ୟାସ ଚାଲନ୍ତୁ ଜାଣିବା। ଏ ଅଭ୍ୟାସଟିକୁ ସମସ୍ତେ ଜିନିଷ କରନ୍ତି, କିନ୍ତୁ କରିବାର ତରିକା ଭୁଲ। ସେ ଅଭ୍ୟାସଟି କ'ଣ ଜାଣିଛନ୍ତି? ଗେହରି ନିଦ, ଗଭୀର ନିଦ୍ରା। ଗଭୀର ନିଦ୍ରା ନେଲେ କ'ଣ ହୁଏ ଜାଣିଛନ୍ତି ନା, ଶରୀର ଆପଣଙ୍କ ରିନ୍ୟୁ ହେବ। ଆଜ୍ଞା, ମୋ ମା' ଭଳିମାକୁ ଅନୁରୋଧ କରିବି, ଯାହା ହେଉଛି ନା କାହିଁ, ଯାହା ହେଉଛି ହେଇଯାଉ, ଶୋଇବା କ୍ଷେତ୍ରରେ ଆଦୌ କମ୍ପ୍ରମାଇଜ୍ କରନ୍ତୁନି। ଯେତିକି ସମୟ ଶୋଉଛନ୍ତି, ସବୁ ଚିନ୍ତାକୁ ଫୋପାଡ଼ନ୍ତୁ, ଆରାମରେ ଶୁଅନ୍ତୁ, କାରଣ ଶରୀର ଆପଣ ରିନ୍ୟୁ ହେବ, ଆପଣଙ୍କର କୋଶିକା ନୂଆ ଉତ୍ସାହ, ନୂଆ ଉଦ୍ଦୀପନା ପାଇବ, ଆପଣ ହିଁ ସବଳ ହେବେ, ଆପଣ ସୁନ୍ଦର ଦେଖାଯିବେ। ଆପଣଙ୍କର ରିନ୍ୟୁ ହେବ ଆମ ଶରୀରର। ଆପଣ ଯେଉଁ ବିୟୁଟି ଟ୍ରିଟମେଣ୍ଟ କରୁଛନ୍ତି, ବହୁତ କୌଣସି ବିୟୁଟି ଟ୍ରିଟମେଣ୍ଟ କରିବାର ଆବଶ୍ୟକତା ନାହିଁ। ଯଦି ଆପଣଙ୍କୁ ଠିକ୍ ଭାବରେ ନିଦ ହେଉଛି, ତାହେଲେ କିଛି ଦରକାର ନାହିଁ। ଅନେକ ମହିଳା କ'ଣ କରନ୍ତି, ଅନେକ ସମୟ ୟୁଟ୍ୟୁବରେ ଅନେକ ସମୟ ସ୍କ୍ରୋଲିଂ କରୁଥାନ୍ତି, ରିଲ୍ସମାନଙ୍କୁ ଟିଭି ଦେଖୁଥାନ୍ତି, ସମୟ ନଷ୍ଟ କରୁଥାନ୍ତି। ଯେତେବେଳେ ଏ ଯେଉଁ ମହିଳାମାନେ ଯେଉଁମାନେ ସବୁ ବୟସକୁ ହରାଇଛନ୍ତି, ବୟସ ଅନୁପାତରେ ଏମାନେ କ'ଣ ଅଛନ୍ତି, ୟଙ୍ଗ ଅଛନ୍ତି, ସେମାନେ କ'ଣ କରନ୍ତି, ଅନ୍ୟ ସ୍ତ୍ରୀ ଲୋକମାନେ ଯେତେବେଳେ କାମ କରୁଥାନ୍ତି, ଟିଭି ଦେଖୁଥାନ୍ତି, ଇଆଡ଼େ ସିଆଡ଼େ କାମରେ ବ୍ୟସ୍ତ ଥାନ୍ତି, ସେତେବେଳେ ଏମାନେ ଶାନ୍ତିରେ ଶୋଇପଡ଼ନ୍ତି। କାରଣ ଶୋଇଲା ପରେ ସେମାନେ ଭଲ ରକମ ଜାଣିଛନ୍ତି, ଆମର ଗୋଟେ ବଡ଼ି ଭିତରେ କ'ଣ ଅଛି ଜାଣିଛନ୍ତି ନା, ହିଲିଂ ପାୱାର, ପ୍ରାଣଶକ୍ତି ଯାହାକୁ କୁହନ୍ତି। ଏ ପ୍ରାଣଶକ୍ତି ବହୁତ କାମ କରେ ଶୋଇଲା ପରେ। ଆପଣ ଯେତେବେଳେ ଶୁଅନ୍ତି, ଆପଣ ଯେଉଁ ହିଲିଂ ପାୱାର ଯାଇ ଆପଣଙ୍କ ଶରୀରରେ ଯେଉଁଠି ପ୍ରୋବ୍ଲେମ୍ ଅଛି ତାକୁ ସଲ୍ଭ କରନ୍ତି। କିନ୍ତୁ ସେଥିପାଇଁ ଆପଣଙ୍କୁ କ'ଣ କରିବାକୁ ପଡ଼ିବ, ଆପଣଙ୍କୁ ଗଭୀର ନିଦରେ ଶୋଇବାକୁ ପଡ଼ିବ। ଏବଂ ଆଉ ଗୋଟେ ବଢ଼ିଆ କଥା ମନେ ରଖନ୍ତୁ, ଶରୀର 10ଟାରୁ ରାତି 10ଟାରୁ 2ଟା ଭିତରେ ଯଦି ଆପଣ ଗଭୀର ନିଦରେ ଶୋଇଲେ, ତାପରେ ଗୋଟେ ମେଲାଟୋନିନ୍ ନାମକ ଏକ ହର୍ମୋନ୍ ନିର୍ଗତ ହୁଏ ବଡ଼ିରୁ, ଯାହା ଆପଣ ଶରୀର କେବେ ଢିଲା ହେବାକୁ ଦେବ ନାହିଁ। ଯିଏ ନ ଶୋଇବ ଠିକ୍ସେ, ତା ମୁହଁରେ ଡାର୍କ ସ୍ପଟ୍, ବିଭିନ୍ନ ପ୍ରକାର ପ୍ରୋବ୍ଲେମ୍ ଆସିବ, କାରଣ ଆପଣଙ୍କର ହିଲିଂ ପାୱାର ଠିକ୍ସେ ହେଇପାରିବ ନାହିଁ। ନିଦକୁ ଆପଣ ଖରାପ ଅନ୍ୟ ୱେରେ ନିଅନ୍ତୁ ନାହିଁ। ଆଉ ଅଧିକାଂଶ ମହିଳା କହନ୍ତି, ମୁଁ ଖଟି ବହୁତ କମ୍ ଶୋଇକି ଆଡ଼ଜଷ୍ଟ କରିଦେଉଛି। କ'ଣ ଆଡ଼ଜଷ୍ଟ କରୁଛନ୍ତି ଆପଣ? ଇନଡାଇରେକ୍ଟଲି ଆପଣ ବୟସକୁ ନିମନ୍ତ୍ରଣ କରୁଛନ୍ତି, ମୋତେ ବୟସ୍କ ହେବ ନା। ପ୍ରଥମେ ଦେହର ଯତ୍ନ ନିଅନ୍ତୁ, ଆପଣ ନିଶ୍ଚିତ ଭାବରେ ଗଭୀର ନିଦକୁ ଯାଆନ୍ତୁ, କାରଣ ଶରୀର ହିଲିଂ, ଆପଣଙ୍କର ପ୍ରାଣଶକ୍ତି ଅଛି, ତାକୁ ଟିକେ ସ୍କୋପ୍ ଦିଅନ୍ତୁ ଆପଣ ଶରୀରକୁ ସଜାଡ଼ିବାକୁ। ତାପରେ ତୃତୀୟ ଟିକେ ଆସନ୍ତୁ, ଯାହା ଏଇ ମହିଳାମାନେ ସେମାନେ କ'ଣ କରନ୍ତି, କେଉଁମାନେ କହିଲେ, ଯେଉଁମାନେ ବୟସ ଅନୁସାରେ କମ୍ ଦେଖାନ୍ତି, ସେମାନେ ନିଶ୍ଚିତ ଭାବରେ ଶୋଇବେ, ଗଭୀର ନିଦରେ ଶୋଇବେ। ତାପରେ ତୃତୀୟଟି ହେଉଛି ଆକ୍ଟିଭ୍ ଲାଇଫଷ୍ଟାଇଲ୍। ଯଦି କେହି ଅଳସ୍ୱାମୀ କରୁଛନ୍ତି,
ଭାବୁଛନ୍ତି ଟିକେ ରେଷ୍ଟ ନେଇଗଲେ ମୋ ଶରୀର ଠିକ୍ ହେଇଯିବ, ସେମିତି ହେବ ନାହିଁ। ଯେତେ ଆକ୍ଟିଭ୍ ରହିବେ ଆପଣ ଶରୀର ସେତେ ଭଲ ରହିବ। ଚେଷ୍ଟା କରନ୍ତୁ ଯଦି ସମୟ ମିଳୁଛି ଟିକେ ବ୍ୟାୟାମ କରିବା ପାଇଁ। ଯଦି ଆପଣଙ୍କର ଲାଇଫଷ୍ଟାଇଲ୍ ଭିତରେ ବ୍ୟାୟାମକୁ ଆପଣ କରିପାରୁନାହାନ୍ତି, ଚେଷ୍ଟା କରନ୍ତୁ ଟିକେ ଶରୀରର ଝାଳ ବୋହିବା ପାଇଁ। ଶରୀର ଝାଳ ବୋହିଲେ କ'ଣ ହୁଏ, ବ୍ଲଡ଼ ସାର୍କୁଲେସନ୍ ଭଲ ହୁଏ ଏବଂ ଏଣ୍ଡୋରଫିନ୍ ନାମକ ବ୍ଲଡ଼ ଗୋଟେ ହର୍ମୋନ୍ ନିର୍ଗତ ହୁଏ। ଏଣ୍ଡୋରଫିନ୍ ଯେଉଁ ହାପି ହର୍ମୋନ୍, ତାହା ଆପଣଙ୍କର ବଡ଼ିକୁ ଏମିତି ସତେଜ ରଖେ ଯେ ବୟସ ଆପଣଙ୍କ ପାଖରେ ହାରିଯିବ ଆଜ୍ଞା। ତେଣୁ ଚେଷ୍ଟା କରନ୍ତୁ ମୋ ମା ଭଉଣୀମାନେ ଟିକେ ପରିଶ୍ରମ କରିବା ପାଇଁ, ଶରୀର ଝାଳ ବୋହିବା ପାଇଁ ବ୍ୟାୟାମ କଲେ ବହୁତ ଭଲ। 20 ମିନିଟ୍ ଶରୀର ପାଇଁ ଦିଅନ୍ତୁ, ଦେଖିବେ ସବୁ କିଛି ଠିକ୍ ହେଇଯିବ। ଯେଉଁଟା ଏଇ ମହିଳାମାନେ କରନ୍ତି, ଯେଉଁମାନେ କ'ଣ ଅଛି, ଯେଉଁ ବୟସ ଅନୁପାତରେ ୟଙ୍ଗ ଦେଖାଯାଆନ୍ତି, ଯବାନ ଦେଖାଯାଆନ୍ତି, ସେମାନେ ଏଇ କାମ କରିଥାନ୍ତି, ବ୍ୟାୟାମ କରିଥାନ୍ତି। ଚତୁର୍ଥଟି ହେଉଛି ଗୋଟେ ବିରାଟ ଭୁଲ କରନ୍ତି ଆମ ମା ଭଉଣୀମାନେ, ଯେଉଁମାନେ ସବୁ ବୟସ ପାଖରେ ହାରି ଯାଇଛନ୍ତି, ସେମାନେ ପାଣି ପିଇବାକୁ ଭୁଲି ଯାଆନ୍ତି। ଆପଣ ଜାଣନ୍ତି ଶରୀରକୁ ଯଦି ଆମେ ହାଇଡ୍ରେଟେଡ଼ ନ ରଖିବା ସବୁ ପ୍ରକାର ପ୍ରୋବ୍ଲେମ୍ ସେଠି ହେବ। ଶରୀରକୁ ସବୁବେଳେ ଆପଣ ହାଇଡ୍ରେଟେଡ଼ ରଖନ୍ତୁ। ପାଣି ପିଇବାରେ ଆଦୌ କମ୍ପ୍ରମାଇଜ୍ କରନ୍ତୁ ନାହିଁ। ପାଣି ସହିତ ଯଦି ଆପଣ କମ୍ପ୍ରମାଇଜ୍ କରିବେ ତାହେଲେ ଜୀବନରେ କେବେ ବି ଆପଣ ଉପରକୁ ଉଠିପାରିବେ ନାହିଁ, ସଫଳ ହେବେ ନାହିଁ। ପାଣି ସହିତ ଜମା କମ୍ପ୍ରମାଇଜ୍ କରନ୍ତୁ ନାହିଁ। ପାଣି କ'ଣ କରେ ଜାଣିଛନ୍ତି ନା, ଆମ ଶରୀରକୁ ଡିଟକ୍ସ କରେ। ଯେତେ ପ୍ରକାର ଅଳିଆ ଆବର୍ଜନା ଆମ ଶରୀରରେ ଥାଏ ତାକୁ ଦୂର କରେ ଏବଂ ଯେତେ ପ୍ରକାର ରୋଗ ଅଛି ତାକୁ ମଧ୍ୟ ଦୂର କରେ। ଆମର ଯେଉଁ ରକ୍ତ କଣିକା ଅଛି, ରକ୍ତ କୋଶିକା, ଆମର ଯେଉଁ କୋଶିକା ମାନ ଅଛି, ସେଲ୍ସ ମାନ, ସେସବୁ କ'ଣ କରନ୍ତି, 70% ପାଣି ତାଙ୍କ ପାଇଁ ଦରକାର କରେ। 70% ପାଣି ତାଙ୍କ ଭିତରେ ରହିବା ଦରକାର। ଆପଣ ଯଦି ପାଣି ନ ପିଇବେ ଆପଣଙ୍କ ସେଲ୍ସ ସବୁ କ'ଣ ସିଙ୍କୁଡ଼ି ଯିବ। ସିଙ୍କୁଡ଼ି ଗଲେ କ'ଣ ହେବ, ଆପଣଙ୍କର ଆଉ ମାନେ ଯେଉଁ ଗ୍ଲେଜ୍ ଥିଲା ସେ ଗ୍ଲେଜ୍ ଗୋଟେ ହଜିଯିବ। ଆପଣ ଦେଖୁଥିବେ ଗୋଟେ ଫୁଲ ଯଦି ମଉଳି ଯାଇଥିବ, ସେ ଗଛରେ ଯଦି ଆମେ ପାଣି ଦେବା ତାହେଲେ କ'ଣ ହେବ, ଫୁଲ ଫୁଟିବ। ସେମିତି ଆପଣ ଯଦି ହାଇଡ୍ରେଟେଡ଼ ରହିବେ ଆପଣ ନିଶ୍ଚିତ ଭାବରେ ୟଙ୍ଗ ଦେଖାଯିବେ। ଯଦି ହାଇଡ୍ରେଟେଡ଼ ରହିଲେ, ଯଦି ଆପଣ ଯେଉଁ ଟକ୍ସିନ୍ ଗୁଡ଼ିକ ବାହାରିଗଲା, ଆପଣ ଯେଉଁ ତ୍ୱଚା, ଯେଉଁ ଶରୀରର ଯେଉଁ ଗ୍ଲେଜ୍ ବା ଆପଣଙ୍କର ଚମଡ଼ା ଯେଉଁ ଢିଲା ଢାଲା ହେଉଛି ସିଏ ପୁଣି ଷ୍ଟ୍ରଙ୍ଗ ହେଇଯିବ। ମାନେ ପାଣିକୁ ସବୁବେଳେ ଆପଣ ଚେଷ୍ଟା କରନ୍ତୁ ଆବଶ୍ୟକ ପରିମାଣ ପାଣି ପିଇବା, ପାଣିରେ କୌଣସି କମ୍ପ୍ରମାଇଜ୍ କରନ୍ତୁ ନାହିଁ। ଏହାପରେ ପଞ୍ଚମଟି ହେଉଛି ଆଣ୍ଟି ଏଜିଂ ଡାଏଟ୍ସ। ଏଥିରେ ମୁଁ ନିବେଦନ କରିବି ଆପଣମାନଙ୍କୁ, ସ୍ୱାଦ ପାଇଁ ନୁହଁ, ଶରୀର ପାଇଁ ଆପଣ ଖାଆନ୍ତୁ। ଶରୀର ପାଇଁ ଯାହା ଯାହା ଭଲ ଜିନିଷ ଏସବୁ ଡାକ୍ତର ସହିତ କନସଲ୍ଟ କରନ୍ତୁ ଏବଂ ଖାଆନ୍ତୁ। ତାପରେ ଷଷ୍ଠଟି ହେଉଛି ସବୁଠାରୁ ବଢ଼ିଆ ଜିନିଷ ଆପଣ ଭଗବାନ ଦେଇଛନ୍ତି, ଯେଉଁଟା ବିନା ପଇସାରେ ଆପଣ କରିକି ଦେଖାଇ ପାରିବେ, ତାହା ହେଉଛି ହସ। ହସ ହେଉଛି ଗୋଟେ ଆଣ୍ଟି ଏଜିଂ ଆକ୍ଟିଭିଟି। ଏ ହସିଲେ କ'ଣ ହୁଏ ଆପଣମାନେ ଭାବୁଥିବେ, ହସିଲା ମାନେ ଆପଣଙ୍କର ମାଂସପେଶୀ ଟାଇଟ୍ ହେଇଯାଏ ଏବଂ ମନୋବିଜ୍ଞାନ କହେ ଯଦି ଆପଣ ହୃଦୟରୁ ହସିଲେ ତାହେଲେ କ'ଣ ହୁଏ, ଆପଣଙ୍କର 12 ମାଂସପେଶୀ ଆକ୍ଟିଭ୍ ହେଇଯାଏ ଏବଂ ସେମାନେ ବ୍ଲଡ଼ ସାର୍କୁଲେସନ୍ ବଢ଼େ। ଏ ଡୋପାମାଇନ୍ ଏବଂ ଏଣ୍ଡୋରଫାଇନ୍ ନାମକ ଦୁଇଟି ହର୍ମୋନ୍ ନିର୍ଗତ ହୁଏ, ଯାହା ଆପଣଙ୍କର ଯେତେ ଟେନସନ୍ ଥିବ ତାକୁ ଛୁମନ୍ତର କରେ ଏବଂ ଆପଣଙ୍କର ଯେଉଁ ଥକାପଣ ଅଛି ତାକୁ ହଟାଏ। ତେଣୁ ଚେଷ୍ଟା କରନ୍ତୁ ଯାହା ହେଇଯାଉନା କାହିଁକି, ଭଗବାନଙ୍କର ଯେଉଁ ହସ୍ତାକ୍ଷର, ଭଗବାନ ଗୋଟେ ସୁନ୍ଦର ହସ୍ତାକ୍ଷର ଆପଣଙ୍କୁ ଦେଇଛନ୍ତି, ସେ ହସ୍ତାକ୍ଷର ହେଉଛି ହସ। ମୁହଁରେ ହସ ଫୁଟାନ୍ତୁ, ଆଗକୁ ବଢ଼ାନ୍ତୁ। ଏହାପରେ ସପ୍ତମ ଅଭ୍ୟାସଟି, ଯାହା ଯେଉଁ ବୟସ୍କ ହେଇଥିବା ମହିଳାମାନେ କରନ୍ତି, ତାହା ହେଉଛି ଖରାରୁ ବଞ୍ଚିବା। ବାହାରକୁ ଯିବାକୁ ମନା ନାହିଁ, ବହୁତ ଆପଣ ବେଶଭୂଷା ହେଉଛନ୍ତି, ସେଥିକୁ ମୁଁ ଆକ୍ସେପ୍ଟ କରୁଛି, କରନ୍ତୁ। କିନ୍ତୁ ଯେତେବେଳେ ବାହାରକୁ ଆପଣ ଯିବାକୁ ପ୍ରିପେୟାର ହେଉଛନ୍ତି ନା, ସେତେବେଳେ ଶରୀରକୁ ସୂର୍ଯ୍ୟକିରଣରୁ ରକ୍ଷା କରିବା ପାଇଁ କିଛି ବ୍ୟବସ୍ଥା କରିକି ଯାଆନ୍ତୁ, ଯାହା ଏ ମହିଳାମାନେ କରନ୍ତି। ଭାରି କଂସ ସେଇ ଯେଉଁ ମହିଳାମାନେ ଯେଉଁମାନେ ବୟସ୍କ ହେଇଛନ୍ତି, ସେମାନେ କୌଣସି ହାଲତରେ ବି ନିଜ ବଡ଼ିକୁ ଅଧିକ ଖରାରେ ଏକ୍ସପୋଜର୍ ଦେବେ ନାହିଁ। ତେଣୁ ଆପଣ କ'ଣ କରିବେ, ମୁଣ୍ଡରେ ଟିକେ ଓଢ଼ଣା ପକାନ୍ତୁ, ଦୋପଟା ନିଅନ୍ତୁ, ସନସ୍କ୍ରିନ୍ ଲୋସନ୍ ଯଦି ମାରିବାକୁ ଚାହୁଁଛନ୍ତି ମାରନ୍ତୁ, ସନ୍ ଗ୍ଲାସେସ୍ ପିନ୍ଧନ୍ତୁ, ମୁଣ୍ଡରେ ଟୋପି ପିନ୍ଧନ୍ତୁ। ଯଦି ଖରାଦିନେ ଅତ୍ୟଧିକ ଖରାରେ ପଡ଼ି ଯାଉଛନ୍ତି ତାହେଲେ ଛତାଟିଏ ସାଙ୍ଗରେ ନେବାକୁ ଭୁଲନ୍ତୁ ନାହିଁ, କାରଣ ଯଦି ସୂର୍ଯ୍ୟକିରଣ ଆପଣ ଶରୀରରେ ପଡ଼ିବ ତାହେଲେ ଆପଣ ନ ଚାହିଁଲେ ମଧ୍ୟ ଯେତେ ଫେସିଆଲ୍ ଯାହା କରନ୍ତୁ, ଯେତେ କସ୍ମେଟିକ୍ସ ଲଗାନ୍ତୁ, ତାପରେ ମଧ୍ୟ
ଆପଣଙ୍କ ଶରୀର ଧୀରେ ଧୀରେ ଝାଉଁଳିଯିବ। କାରଣ ଫୁଲ ଝାଉଁଳେ, ଆପଣ ଦେଖିଥିବେ ଅତ୍ୟଧିକ ଖରା ହେଲେ କ'ଣ ଫୁଲ ଝାଉଁଳିଯାଏ। ତେଣୁ ଆପଣ ଚେଷ୍ଟା କରନ୍ତୁ ଆପଣଙ୍କ ଶରୀରକୁ ଏ ଫୁଲବତ୍ ବ୍ୟବହାର କରିବା ପାଇଁ, ଯେ ଯେଉଁ ଜିନିଷ ମୋ ଶରୀର ପାଇଁ କଷ୍ଟ ମୁଁ କରିବି ନାହିଁ, ଏସବୁ ଜିନିଷରେ କିଛି ପଇସା ପଡ଼େ ନାହିଁ। ଆପଣଙ୍କୁ ଟିକେ ଜାଗୃତ ହେବାକୁ ପଡ଼ିବ। ଓଢ଼ଣାଟିଏ ପକାଇବେ, ଦୋକଟାଟିଏ ପକାଇବେ, ଏଥିରେ କ'ଣ ପଇସା ଆପଣ ଯାଉଛି କରିକି ଦେଖନ୍ତୁ, ଦେଖିବେ ବୟସ ଆପଣ ପାଖରେ ହାରିବ। ଆପଣଙ୍କ ବୟସ 50 ହେଲା ପରେ ମଧ୍ୟ ଆପଣ 30-35 ବର୍ଷ ଦେଖାଦେବେ, ଯାହା ଆପଣଙ୍କର ଭାଇ, ଆପଣଙ୍କର ପୁଅ ଆପଣଙ୍କଠାରୁ ଚାହୁଁଛି। ରହୁଛି, ନମସ୍କାର।